सुप्रभात समस्त को नमस्कार। आज मंगल प्रभात उपस्थित समस्त दिव्य जीवनाकांक्षी भाई भौणी मानक मोर नमस्कार। आमे तैत्रीय उपनिषदर द्वितीय पर्व ब्रह्मानंद वल्ली को आमे अध्ययन आलोचना करुछु। ब्रह्मानंद वल्लीर अंतिम श्लोक विषय उपनिषदीय गुरु माने आमको एक सुंदर अवतारणा करुछंती ब्रह्मानंद को नहीं एवं ब्रह्मानंदर एक कलना करी गोटे मानवीय यही हिसाब निकासर मस्तिष्क को बोधगम्य करने से गोटे प्रकार कलनीय हिसाब दौरान सूचना दौरान आमे गत क्लास रे से विषय रे अध्ययन करथिलु आलोचना करथिलु। से विषय को आज मध्य आलोचना करिवा कारण गत क्लास रे अल्प भितर सीमित रखिथिलु जे आमे जो श्लोक पढ़िथिलु जे ब्रह्मानंद कौन तार गोटे हिसाब देला भली गोटे कना करी उपनिषद गुरु हमको बुझे देथिले जे ब्रह्मानंद पाइले ब्रह्मानंद को प्राप्त हेले मनुष्य केते जे आनंद पाए से आनंदर गोटे हिसाब से देथिले। से मानवीय आनंद रु केते गुण एवं मानवीय आनंद भी कौन से विषय भी आलोचना करथिले। आमे वर्तमान से कथा आलोचना करने पूर्वर से परम बीज मंत्र ओंकार महामंत्र को त्रिबार उच्चारण करवा एवं तापरे तैत्रीय उपनिषद को आलोचना करवा। हे परमोच्च प्रभु चिरंतन सत्य आमे केवल तुमरी आज्ञा होई उठू ओ सत्यर विधान को आश्रय करी जीवन धारण करो। आमे आलोचना करुथुलु जे ए सृष्टि प्रारंभ परमात्मा जो इच्छा तांकर जो कामनायुक्त इच्छा से कामनायुक्त इच्छा ही ये विश्व किपरि सृष्टि है से निजे इच्छा कले अथवा कामना कले सो कामयते एवं तांकर एवं जे बहु बहु हेबापई इच्छा कामना कले एवं तपशक्ति सबु किछि जात कले ए विश्व विश्वस्थ लोक सकल जीव निर्जीव सबु किछि से जात कले अर्थात सबु किछि तांकर से चिन्मय शक्ति रु नुआ नुआ रूप से सबु किछि प्रकाश करि चलिले। परमात्मा जो चिरंतन और शाश्वत स्वरूप सत्स्वरूप से स्थिर अचंचल से शाश्वत अविचल भाव
ସବୁଠି ରହିଛନ୍ତି ଏବଂ ସେ ସବୁକିଛିକୁ ଧାରଣ କରି ରହିଛନ୍ତି, ତାଙ୍କର ଆଉ ଗୋଟେ ଚିନ୍ମୟ ଶକ୍ତି ସବୁକିଛି ନୂଆ ନୂଆ ରୂପରେ ପ୍ରକରଣ ହେଇ ଚାଲିଛି। ସେହି ଚିନ୍ମୟ ଶକ୍ତି ହେଉଛି ଚଳଚଞ୍ଚଳ, ପ୍ରଗତିଶୀଳ ଓ ରୂପାନ୍ତରଣକାରିଣୀ ଶକ୍ତି। ସେଇ ରୂପାନ୍ତରକାରିଣୀ ଶକ୍ତି, ସେ ପ୍ରଗତିଶୀଳ ଏହି ସମସ୍ତ ଜଗତ, ସମସ୍ତ ଜୀବସତ୍ତା ସବୁକିଛି ହେଇଛନ୍ତି ସେ। ଏବଂ ସେଇ ସବୁ ଜୀବସତ୍ତା ମଧ୍ୟରେ ସେ ତାଙ୍କର ଯେଉଁ ଶାଶ୍ୱତ ସତ୍ତା, ସେ ଗୁପ୍ତ ଭାବରେ ହୃଦୟ ଭିତରେ ଧାରଣ ରହିଛନ୍ତି। ସେ ଖାଲି ହୃଦୟ ଭିତରେ ରହିନାହାନ୍ତି, ସେ ସର୍ବତ୍ର ବ୍ୟାପିକି ମଧ୍ୟ ରହିଛନ୍ତି। ତେଣୁ ଏଠି ଯେଉଁ ବ୍ୟକ୍ତ ହେଲା, ଯାହା କିଛି ଏଠି ବ୍ୟକ୍ତ ହେଇଛି ଜଗତରେ, କିଛି ଶୁଦ୍ଧ ରୂପ ବ୍ୟକ୍ତ ହେଇଛି, କିଛି ଅଶୁଦ୍ଧ ରୂପ ବ୍ୟକ୍ତ ହେଇଛି, କିଛି ବିକାର ଯୁକ୍ତ କିଛି କଥା ଏଠି ବ୍ୟକ୍ତ ହେଇଛି, ଆଉ କିଛି ଶୁଦ୍ଧ ଏବଂ ଶୁଭ୍ର ସଚେତନ ସତ୍ତା ରୂପ ଏଠି ବ୍ୟକ୍ତ ହେଇଛି। କିଛି ମିଥ୍ୟା ରୂପରେ ବ୍ୟକ୍ତ ହେଇଛି, କିଛି ସତ୍ୟ ରୂପରେ ବ୍ୟକ୍ତ ହେଇଛି। ଯାହା କିଛି ଏଠି ଅଛି ସବୁକିଛି ତାଙ୍କର ସେଇ ଚିନ୍ମୟ ଶକ୍ତିର ଗୋଟେ ଗୋଟେ ରୂପ। ଏବଂ ତାହା ଭିତରେ ତାଙ୍କର ସେଇ ସତ୍ୟ ମିଥ୍ୟା, ଶୁଦ୍ଧ ଅଶୁଦ୍ଧ, ବ୍ୟକ୍ତ ଅବ୍ୟକ୍ତ ସବୁକିଛି ଭିତରେ କିନ୍ତୁ ପରମ ନିଜ ସ୍ୱରୂପରେ ରହିଛନ୍ତି। ଏବଂ ସୁନ୍ଦର ଭାବରେ କହୁଛନ୍ତି ଯେ ସେ କିପରି ରହିଛନ୍ତି। ସେ ରସ ରୂପରେ ରହିଛନ୍ତି ଏବଂ ସମସ୍ତେ ତାଙ୍କୁ ଅନୁଭବ କରୁଛନ୍ତି। ଯିଏ ଯେଉଁ ରୂପରେ ଥାଉ ନା କାହିଁକି, ସେଠି ଗୋଟେ ରସ ରହିଛି, ଗୋଟେ ଆନନ୍ଦ ରହିଛି, ଗୋଟେ ସୁଖ ରହିଛି। ସେ ମିଥ୍ୟା ଭିତରେ ବି ସୁଖ ରହିଛି, ଗୋଟେ ସତ୍ୟ ଭିତରେ ବି ସୁଖ ରହିଛି। ସେଠି ବି ମଧ୍ୟ ଗୋଟେ ତାର ସେ ଯେକୌଣସି ସ୍ଥିତିରେ ଥାଉ ନା କାହିଁକି, ସେଠି ସେ ସେଇ ସ୍ଥିତିରେ ରହିବାକୁ ସେ ନିଜକୁ ଶ୍ରେୟ ମଣୁଛି। ତେଣୁ ସମସ୍ତ ମଣିଷ ବା ସମସ୍ତ ଜୀବ ଭିତରେ ସେ ରସ ରୂପରେ ରହିଛନ୍ତି। ତାଙ୍କର ସମସ୍ତ ଆପାତ ସୁଖ ସବୁ ପାଉଥିବାରୁ ସେ ଜୀବ ସେ ନିଜେ ଜୀଇବାକୁ ଇଚ୍ଛା କରୁଛି ଏବଂ ସେ ଆନନ୍ଦରେ ନିଶ୍ୱାସ ପ୍ରଶ୍ୱାସ ନେଉଛି ଏବଂ ଏହି ବିଶ୍ୱରେ ଜୀବନ ଜୀଇବାକୁ ସଂଗ୍ରାମ କରିବାକୁ ବି ମଧ୍ୟ ବଳ ପାଉଛି ଏବଂ ସଂଗ୍ରାମ କରି ଚାଲିଛି। କିନ୍ତୁ ଏଠି ଏହା ଭିତରେ ସେ କ'ଣ ଦେଖୁଛନ୍ତି ନା, ଯେଉଁମାନେ ସେଇ ଆପାତ ସୁଖ ଭିତରେ ରହିଛନ୍ତି, ମିଥ୍ୟା ଭିତରେ ଅଛନ୍ତି, ଅଶୁଦ୍ଧ ରୂପରେ ଅଛନ୍ତି, ସେମାନେ ଏଠି ଅଛନ୍ତି କିନ୍ତୁ ତାଙ୍କ ଜୀବନଟା ଗୋଟେ ଭୟଯୁକ୍ତ ଜୀବନ ହେଇକି ଅଛି, ଯନ୍ତ୍ରଣାଯୁକ୍ତ ଜୀବନ ହେଇକି ଅଛି, ଗୋଟେ ଦୁର୍ବିସହ ଜୀବନ ହେଇ ସେମାନେ ବଞ୍ଚୁଛନ୍ତି। କିନ୍ତୁ ତା ଭିତରେ ସେ ରସ ପାଉଛନ୍ତି। ଏବଂ ସେଠି ସେ ପ୍ରକାରାନ୍ତରେ ସେ କହୁଛନ୍ତି ଏଇ ଭୟ, ଏଇ ଯନ୍ତ୍ରଣା, ଏଇ ଦୁଃଖ କାହିଁକି ତାଙ୍କର ହେଉଛି ଯଦି ସେ ରହିଛନ୍ତି। ଉପନିଷଦର ଗୁରୁ ତାକୁ ସୁନ୍ଦର ଉତ୍ତର ଦେଉଛନ୍ତି ଯେ ତାଙ୍କ ସହିତ ରହିଛନ୍ତି ତ ସତ, କିନ୍ତୁ ତାଙ୍କ ସଚେତନ ଭାବରେ ତାଙ୍କ ସହିତ ସେ ରହିନାହାନ୍ତି। ସଚେତନ ଭାବରେ ସେ ପରମାତ୍ମାଙ୍କ ସହିତ ସେ ଅନ୍ତର ହୋଇ ରହିଛନ୍ତି। ଯାହାଫଳରେ ପରମାତ୍ମାଙ୍କ ପାଖରୁ ଯେଉଁ ଜ୍ଞାନ ଆସିବା କଥା ତାଙ୍କ ପାଖକୁ ଆସିପାରୁନାହିଁ, ଯେଉଁ ଶକ୍ତି ଆସିବା କଥା ଆସିପାରୁନାହିଁ, ଯେଉଁ ନିର୍ଭୟତା ଆସିବା କଥା ଆସିପାରୁନାହିଁ। ତେଣୁ ସେ ଅଜ୍ଞାନ, ସେ ଜ୍ଞାନ ସ୍ଥାନରେ ତାକୁ ଅଜ୍ଞାନ ସେଠି ମାଡ଼ି ବସୁଛି, ନିର୍ଭୟତା ସ୍ଥାନରେ ଭୟ ମାଡ଼ି ବସୁଛି। ସେଠି ଅମରତ୍ଵ ଯାହା ଆସିଥାନ୍ତା ସେଠି ମୃତ୍ୟୁ ମାଡ଼ି ବସୁଛି। ଯାହା ସତ୍ୟ ଆସିଥାନ୍ତା ତା ମିଥ୍ୟା ତାକୁ ଆବରି ରଖୁଛି। ତେଣୁ ଏହି ସତ୍ୟ ଅସତ୍ୟ, ଅଜ୍ଞାନ, ଭୟ, ମୃତ୍ୟୁ ସମସ୍ତେ ତାକୁ ଆସର ଜମେଇକି ଏଠି ବସିଛନ୍ତି। ତେଣୁ ସେ ଏଠି ସୁନ୍ଦର ଭାବରେ କହୁଛନ୍ତି ଯଦି ଜଣେ ସେ ପରମାତ୍ମାଙ୍କ ସହିତ ଏକାତ୍ମତା ସ୍ଥାପନ କରେ, ସେତେବେଳେ ତା ପାଖରୁ ସେଇ ଅଜ୍ଞାନତା, ଭୟ, ମୃତ୍ୟୁ, ମିଥ୍ୟା ସବୁକିଛି ଅନ୍ତର ହେଇଯିବେ। ସେ ଜାଗାରେ ଅନନ୍ତ ଜ୍ଞାନ, ଅନନ୍ତ ଶକ୍ତି, ଅନନ୍ତ ଆନନ୍ଦ ସେଠି ତାକୁ ଆବରି ରଖିବ ଏବଂ ସେ ଅମୃତମୟ ଜୀବନ ଯାପନ କରିପାରିବ। ଏଇ କଥାଟା ଗୋଟେ ମଣିଷ ଯଦି
ଜାଣିବା ପାଇଁ ସେ ଏଠି ଉପନିଷଦ ଗୁରୁ ସୁନ୍ଦର ଭାବରେ ଅବତାରଣା ସେ କରୁଛନ୍ତି। ଏବଂ ଏଠି ବି ମଧ୍ୟ ଭୟ ଏକ ପଜିଟିଭ୍ ଭୟ କଥା ସେ କହୁଥିଲେ ଯେ ଭୟ ଅର୍ଥ ତାଙ୍କର ଆଜ୍ଞାକୁ ଯେଉଁମାନେ ମାନୁଛନ୍ତି, ସୂର୍ଯ୍ୟ, ଚନ୍ଦ୍ର, ମୃତ୍ୟୁ, ଏମାନେ ସମସ୍ତେ, ଇନ୍ଦ୍ର, ତାଙ୍କରି ଆଜ୍ଞା ପାଳନ କରୁଛନ୍ତି ଶ୍ରଦ୍ଧାର ସହିତ ଯିଏ ଯାହାର କାର୍ଯ୍ୟ ଏଠି କରୁଛନ୍ତି। ତେଣୁ ପରମଙ୍କ ପ୍ରତି ଯେଉଁ ଭୟ, ପରମଙ୍କ ପ୍ରତି ଯେଉଁ ଶ୍ରଦ୍ଧା, ଏ ଶ୍ରଦ୍ଧାଶୀଳ ଜୀବନ ବଞ୍ଚିକିରି ସେ ତାଙ୍କ ସହିତ ଯୁକ୍ତ ହୋଇକି ରହୁଛନ୍ତି। ଏ କଥା କହିସାରିଲା ପରେ ପୁଣି ସେ କହୁଛନ୍ତି ଯେ ବ୍ରହ୍ମାନନ୍ଦଙ୍କର ସଂଜ୍ଞା ଗୋଟେ ଦେବାକୁ ଏଠି ଦେଉଛନ୍ତି ଉପନିଷଦୀୟ ଗୁରୁମାନେ, ଯେ ବ୍ରହ୍ମ କ'ଣ ଏବଂ ତାକୁ ସେ ବ୍ରହ୍ମକୁ କିଏ ପ୍ରାପ୍ତ କରେ ବା ତାଙ୍କ ସହିତ କେମିତି ସଂଯୋଗ ହୋଇପାରିବ। ସେଥିପାଇଁ ପ୍ରଥମରୁ ସେ କହିଗଲେ ଯେ ବ୍ରହ୍ମବିଦ ମାନେ ହିଁ ତାଙ୍କୁ ପ୍ରାପ୍ତ କରନ୍ତି। ସେ ହେଉଛନ୍ତି ସତ୍ୟମ ଜ୍ଞାନମ ଅନନ୍ତଂ ବ୍ରହ୍ମ। ତାଙ୍କୁ କିଏ ପ୍ରାପ୍ତ କରେ ନା ବ୍ରହ୍ମବିଦ, ବ୍ରହ୍ମଜ୍ଞାନୀ ମାନେ ତାଙ୍କୁ ପ୍ରାପ୍ତ କରନ୍ତି। ଏବଂ ସେ ବ୍ରହ୍ମ କେଉଁଠି ଅଛନ୍ତି ସ୍ପଷ୍ଟ ଭାବରେ କହୁଛନ୍ତି, ସେ ସଦା ଜନାନାଂ ହୃଦୟ ସନ୍ନିବିଷ୍ଟ। ସବୁ ପ୍ରତ୍ୟେକ ଜୀବର ହୃଦୟ ଗହ୍ୱର ମଧ୍ୟରେ ରହିଛନ୍ତି। ଏବଂ ଏଠି ଆଉ ଗୋଟେ ଯୋଡ଼ିଛନ୍ତି, ସେ ହୃଦୟ ଗହ୍ୱର ସହ ପରମ ବ୍ୟୋମରେ ମଧ୍ୟ ସେ ପରିବ୍ୟାପ୍ତ ହୋଇକି ରହିଛନ୍ତି। ଏବଂ ଯେଉଁ ବ୍ୟକ୍ତି ସେହି ପରମାତ୍ମାଙ୍କୁ ସେ ପ୍ରାପ୍ତ କରେ, ସେ ପରମଜ୍ଞାନୀ ତ ପ୍ରାପ୍ତ କରେ ପ୍ରଥମ କହିଲେ, ଏବଂ ସେ ଯେତେବେଳେ ପ୍ରାପ୍ତ କରେ ତାଙ୍କୁ କେମିତି ପ୍ରାପ୍ତ କରେ ନା ସୁସ୍ମୃତି, ସିଏ ପ୍ରାପ୍ତ କରେ ସମସ୍ତ ଭୋଗବସ୍ତୁ ସହ ପରମାନନ୍ଦକୁ ପ୍ରାପ୍ତ କରେ। ଏ ମାନବୀୟ ଯେତେ ଭୋଗବସ୍ତୁ ତାକୁ ବି ପ୍ରାପ୍ତ କରେ ଏବଂ ମାନବୀୟ ଭୋଗବସ୍ତୁ ଠାରୁ ଆହୁରି ସେଠି ତ ସୁଖ, ତାଠାରୁ ଆହୁରି 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 କେତେ କେତେ ଯେ ପ୍ରାପ୍ତ କରେ, ସେଇ ତାର ଗୋଟେ କ'ଣ ସେ ଦେଉଛନ୍ତି, ଯେଉଁଟା ଆମେ ପ୍ରାପ୍ତ କରିବା ପାଇଁ ବ୍ୟାକୁଳ ଅଛୁ, ଯେ ପରମ ଶାନ୍ତି, ପରମ ଆନନ୍ଦ, ପରମ ଜ୍ଞାନ, ସେଇଟା କେତେ, ସେ ପରମ ଆନନ୍ଦ କ'ଣ, କେଉଁ ପ୍ରକାର ଆନନ୍ଦ, ତାହା କିପରି ପ୍ରାପ୍ତ ହୋଇଥାଏ। ଉପନିଷଦ ତାର ଅର୍ଥ କରିବାକୁ ଯାଇ କହୁଛି ଯେ ଜଣେ ଯଦି ବ୍ୟକ୍ତି ଯୁବକ ହେଇଥିବ, ତାର ସମସ୍ତ ଜ୍ଞାନେନ୍ଦ୍ରିୟ, କର୍ମେନ୍ଦ୍ରିୟ, ସେଇ ସମସ୍ତ ପ୍ରକାରର ଭୋଗ ବାସନାକୁ ଚରିତାର୍ଥ କରିବାକୁ ପୁରା ସକ୍ଷମ ଥିବ, ଶାରୀରିକ ସାମର୍ଥ୍ୟ, ଶକ୍ତି ସାମର୍ଥ୍ୟରେ ସେ ପୂର୍ଣ୍ଣ ଥିବ, ପ୍ରାଣିକ ଉଦ୍ଦାମତାରେ ଭରପୁର ଥିବ, ତାର ଜୀବନଟା ଗୋଟେ ଛଳ ଛଳ ଯୌବନରେ ପୂର୍ଣ୍ଣ ହୋଇକି ରହିଥିବ, ପ୍ରାଣିକ ଆବେଗଯୁକ୍ତ ହୋଇକି ରହିଥିବ, ମନ ସାମର୍ଥ୍ୟ ଯୁକ୍ତ ହୋଇଥିବ, ଜ୍ଞାନଯୁକ୍ତ ହୋଇକରି ସେ ନିଜର ଲକ୍ଷ୍ୟ ପ୍ରତି ସଚେଷ୍ଟ ଥିବ, ସେ ତାର ସମସ୍ତ ମନ ଆଉ ଇନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖିପାରୁଥିବ, ସ୍ଥିତପ୍ରଜ୍ଞ ହୋଇଯାଇଥିବ, ଗୋଟେ ସାଧୁବତ ଜୀବନଯାପନ କରୁଥିବ, ତା ନିଜ ଶରୀର ପ୍ରତି, ପ୍ରାଣ ପ୍ରତି, ମନ ଚୈତନ୍ୟ ପ୍ରତି ଓ ଆତ୍ମା ପ୍ରତି ସବୁବେଳେ ସଚେତନ ରହିଥିବ ଏବଂ ପୃଥିବୀ ଯାକର ସମସ୍ତ ଧନକୁ ସେ ପ୍ରାପ୍ତ କରିଥିବ। ସେ ସମସ୍ତ ମାନବୀୟ ସ୍ଥୂଳ ସୁଖ ତାକୁ ପ୍ରାପ୍ତ ହୋଇଯାଇଥିବ, ସମସ୍ତ ଭୌତିକ ସୁଖ କିଛି ଅପ୍ରାପ୍ୟ ହୋଇନଥିବ, ସେ ଧନ, ଜନ, ଯୌବନ, ଗୋପ, ଲକ୍ଷ୍ମୀ ସବୁଥିରେ ପୂର୍ଣ୍ଣ ହୋଇଥିବ ଏବଂ ଏ ସବୁ କିଛି ଯଦି ଥାଏ ତାକୁ ଏକ ମାନବୀୟ ଆନନ୍ଦ ବୋଲି କହିବା, ତାକୁ ମାନବୀୟ ସୁଖ ବୋଲି ଆମେ କହୁ। କିନ୍ତୁ ସେ ମାନବୀୟ ସୁଖ ଗୋଟେ ୟୁନିଟ୍, ଗୋଟେ ଏକକ, ସେଇଥିରେ ମଣିଷ ଅଟକିଯିବ ବା ସେତିକି ପ୍ରାପ୍ତ କରିବା ପାଇଁ ମଣିଷ ପ୍ରାୟ ଇଚ୍ଛା କରେ, ସେଇଟାକୁ ସେ ଶ୍ରେଷ୍ଠ ସୁଖ ଆନନ୍ଦ ବୋଲି ପାଏ। ତେଣୁ ଉପନିଷଦର ଗୁରୁ କହୁଛନ୍ତି ନା, ଏଇଟା ଗୋଟେ ମାନେ କ୍ଷୁଦ୍ର ସୁଖ, ଗୋଟେ ମାନବୀୟ କ୍ଷୁଦ୍ର ସୁଖ, ଗୋଟେ ଏକ ଯଦି ଧରାଯିବ, ତାହା ସହିତ ଯଦି 100 ଗୁଣିଦେବ, ତାହେଲେ ତୁମେ ପାଇବ
ଗନ୍ଧର୍ବ ଆନନ୍ଦ, ମାନବ ଗନ୍ଧର୍ବ ଆନନ୍ଦ। ଏବଂ ମାନବୀୟ ଗନ୍ଧର୍ବ ଆନନ୍ଦ ଏ ସୁଖଠାରୁ ଶତ ଶତ ଗୁଣ ଅଧିକ ଆନନ୍ଦ। ଏବଂ ସେ ଆନନ୍ଦ ପ୍ରାପ୍ତ ସେତେବେଳେ କରିପାରିବ ସେତେବେଳେ ଏ ମାନବୀୟ ସୁଖ ସହିତ, ମାନବୀୟ ସୁଖ ତୁମକୁ ପ୍ରାପ୍ତ କରିଥିବ କିନ୍ତୁ ସେ କାମନାଯୁକ୍ତ ହୋଇନଥିବ। ସେ ପ୍ରଜ୍ଞାପୂର୍ଣ୍ଣ ଭାବରେ ସେ ଜଣେ ବୈଦିକ ଜ୍ଞାନୀ ହେଇଥିବ। ବୈଦିକ ଜ୍ଞାନୀ ହେଇଥାଇ ସିଏ ଭୋଗବସ୍ତୁ ବା କାମନାରୁ ଅନ୍ତର ହେଇଥିବ। ଆଉ ସେତେବେଳେ ସେ ଏଇ ଏଇ ମାନବୀୟ ସୁଖ ସହିତ ସେ ଗନ୍ଧର୍ବ ସୁଖ ପ୍ରାପ୍ତ କରିଥିବ। ଏବଂ ଗନ୍ଧର୍ବ ସୁଖ, ମାନବୀୟ ଗନ୍ଧର୍ବ ସୁଖ ସହିତ ଯଦି 100 ଗୁଣ ମିଶିଯିବ ବା 100 ଗୁଣ ଯଦି ତାକୁ 100 ଗୁଣ ଯଦି ଗୁଣନ କରିଦିଆଯାଏ, 100 ଗୁଣନ କରିଦିଆଯାଏ, ତାହେଲେ ଦେବଗନ୍ଧର୍ବ ଆନନ୍ଦ ସେ ପ୍ରାପ୍ତ କରିବ। ସିଏ ଆହୁରି ଆହୁରି ଆନନ୍ଦ। ଏବଂ ଦେବଗନ୍ଧର୍ବ ଆନନ୍ଦ ସହିତ ଯଦି 100 ଗୁଣ କରିଦିଆଯାଏ, ତାହେଲେ ପିତୃ ଚିରଲୋକା ଆନନ୍ଦ। ଆଉ ଯେଉଁଠି ଏ ମାନବୀୟ ସତ୍ତାମାନେ ଜନ୍ମ ହୁଅନ୍ତି ଏବଂ ଯେତେବେଳେ ମୃତ୍ୟୁ ପରେ ସେହି ଚିରଲୋକକୁ ପୁଣି ପ୍ରାପ୍ତ ହୋଇଯାଆନ୍ତି, ସେହି ଲୋକ ହେଉଛି ଦେବାନନ୍ଦ ଗନ୍ଧର୍ବାନନ୍ଦ, ଦେବ ଗନ୍ଧର୍ବାନନ୍ଦର 100 ଗୁଣ। ପୁଣି ସେ ଯଦି ତାକୁ 100 ଗୁଣ କରି ଦିଆଯାଏ, ତାହେଲେ ଆଜନା ଦେବ ଆନନ୍ଦ ସହିତ ସମାନ। ଏବଂ ତାକୁ ପୁଣି ଦେବ ଆଜନା ଆନନ୍ଦର 100 ଗୁଣ ଯଦି କରି ଦିଆଯିବ, ତାହେଲେ ସେ କର୍ମଦେବ ଆନନ୍ଦ ସହିତ ସମାନ। ଏବଂ କର୍ମଦେବ ଆନନ୍ଦ ସହିତ ଯଦି 100 ଗୁଣି ଦିଆଯାଏ, 100 ଗୁଣ କରି ଦିଆଯାଏ, ତାହେଲେ ଦେବାନନ୍ଦ ସହିତ ସମାନ। ଦେବାନନ୍ଦ ସହିତ 100 ଗୁଣ କରି ଦିଆଯାଏ, ତ ଇନ୍ଦ୍ର ଆନନ୍ଦ ସହିତ ସମାନ। ଇନ୍ଦ୍ର ଆନନ୍ଦ ସହିତ ଯଦି 100 ଗୁଣ କରି ଦିଆଯାଏ, ବୃହସ୍ପତି ଆନନ୍ଦ ସହିତ ସମାନ। ବୃହସ୍ପତି ଆନନ୍ଦ ସହିତ ଯଦି 100 ଗୁଣ କରି ଦିଆଯାଏ, ପ୍ରଜାପତି ଆନନ୍ଦ ସହିତ ସମାନ। ଆଉ ପ୍ରଜାପତି ଆନନ୍ଦ ସହିତ ଯଦି 100 ଗୁଣ କରି ଦିଆଯାଏ, ତାହେଲେ ବ୍ରହ୍ମାନନ୍ଦ ସହିତ ସମାନ। ଏବଂ ଏ ସମସ୍ତ ଆନନ୍ଦ ସେଇଥିରେ ମିଳିବ। ଏ ସବୁ ତ ଦିବ୍ୟାନନ୍ଦ। ଏ ମାନବ ଆନନ୍ଦ ପାଖରୁ ଆରମ୍ଭ କରି ଏ ବ୍ରହ୍ମାନନ୍ଦ ପର୍ଯ୍ୟନ୍ତ ଯେତେ କୋଟି କୋଟି ଶତ ଶତ ଗୁଣ ଆନନ୍ଦ ସବୁ ରହିଲା, ଏଇ ଆନନ୍ଦ ହେଉଛି ସେହି ପରମାତ୍ମାଙ୍କର ଆନନ୍ଦ ବା ପରମ ପୁରୁଷଙ୍କର ଆନନ୍ଦ। ଏହି ପରମ ପୁରୁଷଙ୍କର ଆନନ୍ଦ ସେତେବେଳେ ମିଳିବ ଯଦି ତୁମେ ବ୍ରହ୍ମଜ୍ଞ ହେଇଥିବ ଏବଂ କାମନାରୁ, ଏଇ ଆନନ୍ଦକୁ କାମନା କଲେ ମିଳିବନି। এই ଆନନ୍ଦ ଅଛି ପରମଙ୍କର ଆଶୀର୍ବାଦରୁ ମିଳେ, ତାଙ୍କ କରୁଣାରୁ ମିଳେ। ତାଙ୍କ ପ୍ରତି ସମର୍ପିତ ଯଦି ଜୀବନ ବଞ୍ଚୁଥିବା ମଣିଷ ଏ ଆନନ୍ଦ ପ୍ରାପ୍ତ କରିପାରିବ। ସେ କାମନାକୁ ଅନ୍ତର କରିଥିଲେ ଏଇଗୁଡ଼ାକ ସବୁ ମିଳେ। ଭାରତୀୟ ଉପନିଷଦର ସାଂଖ୍ୟରେ ବର୍ଣ୍ଣନା ସମ୍ପୂର୍ଣ୍ଣ ଭାବରେ ରହିଛି ଯେ ଈଶ୍ୱର ଏବଂ ପ୍ରକୃତି ଏ ଦୁଇଟା ଭିତରକୁ କିଏ ସେ ବିଭେଦ କରିଦେଇଛି ନା କାମନା। ଏବଂ ଏ କାମନା ଥିବା ଯୋଗୁଁ ପୁରୁଷ ଏବଂ ପ୍ରକୃତିର ମିଳନ ସମ୍ଭବ ହୋଇପାରୁନାହିଁ। ତେଣୁ ଯଦି ପ୍ରକୃତିରୁ ଯଦି କାମନାକୁ ଅନ୍ତର କରି ଦିଆଯାଏ, କାମନା ଜାଗାରେ କେବଳ ଇଚ୍ଛା, ଆସ୍ପୃହା, ସେ ଦିବ୍ୟ ଇଚ୍ଛା ଆଉ ଦିବ୍ୟ ଆସ୍ପୃହାରେ ପରିଣତ ହୋଇଯାଆନ୍ତା କାମନାଟା, ଆଉ କାମନା ହେଇ ରହନ୍ତା ନାହିଁ। ସେଥିପାଇଁ ସେତେବେଳେ ସେ କ'ଣ ନା ପରମ ପ୍ରକୃତି ଏବଂ ପୁରୁଷର ମିଳନ ଘଟନ୍ତା। ସେଥିପାଇଁ ଯମ ନଚିକେତାକୁ ସେଇ କଥା କହୁଛନ୍ତି କଠ ଉପନିଷଦରେ ଯେ ତୁମକୁ ସେଥିପାଇଁ ମୁଁ ସେଇ ଦିବ୍ୟ ଜ୍ଞାନ ଦେବାକୁ ମୁଁ ରାଜି ହେଲି। ମୁଁ ଦେଖିଲି ତୁମ ଭିତରେ ସମସ୍ତ କାମନା ବିଲୋପ ହୋଇଯାଇଛି। ମୁଁ ସମସ୍ତ ପ୍ରକାର ଏ ମାନବୀୟ କାମନାଯୁକ୍ତ ବସ୍ତୁ ତୁମକୁ ଦେବାକୁ ଚାହୁଁଛି।
ତୁମେ ସୁନ୍ଦର ରଥ ନିଅ, ସୁନ୍ଦର ସୁନ୍ଦର ସ୍ତ୍ରୀ ନିଅ, ତୁମେ ଯେତେ ଭୋଗବସ୍ତୁ ନିଅ, ରାଜ୍ୟ ନିଅ, ଆୟୁଷ ନିଅ, ଏ ସବୁ କିଛି ତୁମେ ଅଚିରେ ପ୍ରତ୍ୟାଖ୍ୟାନ କଲ। ତୁମେ କାମନା ଉପରେ ବିଜୟ ଲାଭ କରିଛ। ତେଣୁ ତୁମ ଭିତରେ ସେହି ଆତ୍ମଅଗ୍ନି ପ୍ରଜ୍ୱଳିତ ହୋଇକି ରହିଛି। ତେଣୁ ତୁମେ ଏସବୁ ବସ୍ତୁ ପ୍ରାପ୍ତ କରିପାରିବା ପାଇଁ ଯୋଗ୍ୟ। ତାପରେ ସେ ଗୋଟେ ଗୋଟେ କରି ସବୁ କିଛି ଜ୍ଞାନ ପ୍ରଦାନ କରିଛନ୍ତି ଯମ ନଚିକେତାଙ୍କୁ। ଯେତେବେଳେ ମଣିଷ ସମସ୍ତ କାମନାରୁ, ସେଇଥିପାଇଁ ଇଏ ଗୀତାରେ ସବୁ ପ୍ରକାର ସବୁ କଥା କହିସାରିଲା ପରେ ଅର୍ଜୁନ ଯେତେବେଳେ ପଚାରିଛନ୍ତି, ଆପଣ ସବୁ କିଛି କହୁଛନ୍ତି ମୁଁ ବୁଝୁଛି, କିନ୍ତୁ କିଏ ଗୋଟେ ଆମ ଭିତରେ ଅଛି ଯିଏକି ସବୁକିଛି ବୁଝି ସାରିଲା ପରେ ବି ଯେମିତି ସବୁକିଛି ମିଳେଇ ଯାଉଛି, କିଛି କଥା କରିବାକୁ ଦେଉନାହିଁ। ସେଇଠି ସେ କହୁଛନ୍ତି କେବଳ କାମ ଏସ କ୍ରୋଧ ଏସ, ଏ କାମ ଆଉ କ୍ରୋଧ ଏ ଦୁଇଟା ତୁମକୁ ଅନ୍ତର କରି ରଖୁଛି। ତେଣୁ ନା ତାକୁ କେମିତି ବିଜୟୀ କରିହେବ, ନା ବୈରାଗ୍ୟ ନାମକ ଶସ୍ତ୍ର ଦ୍ୱାରା। ସେ ସୁନ୍ଦର ଭାବରେ ଗୀତା କହୁଛନ୍ତି ଯେ ସେ ଜ୍ଞାନ ଏବଂ ବୈରାଗ୍ୟ ନାମକ ଶସ୍ତ୍ର ଦ୍ୱାରା ତୁମେ ଏ କାମନା ବିରୁଦ୍ଧରେ ବିଜୟ ଲାଭ କରିହେବ। ତୁମ ଭିତରକୁ ଗୋଟେ ପ୍ରତ୍ୟାଖ୍ୟାନର ଶକ୍ତି ତୁମ ଭିତରେ ରହିଛି, ଯେ ଅଚିରେ ଆତ୍ମବଳ ଦ୍ୱାରା ତାକୁ ପ୍ରତ୍ୟାଖ୍ୟାନ, କାମନାଯୁକ୍ତ ବସ୍ତୁକୁ ପ୍ରତ୍ୟାଖ୍ୟାନ କରିପାରିବ। ସେହି ଜାଗାରେ ପରମଙ୍କର ଶକ୍ତି, ପରମଙ୍କର ଜ୍ଞାନକୁ ତୁମେ ଆସ୍ପୃହା କରିପାରିବ। ଏ ଦୁଇଟା ଦ୍ୱାରା ତୁମେ ତାଙ୍କୁ ପ୍ରାପ୍ତ କରିବା ସମ୍ଭବ ହୋଇପାରିବ। ସେଥିପାଇଁ ତୁମ ଭିତରେ ଗୋଟେ ଆତ୍ମବଳର ଆବଶ୍ୟକତା ରହିଛି। ନୟମାତ୍ମା ବଳହୀନ ନ ଲଭ୍ୟ। ସେ ଆତ୍ମାକୁ ବଳହୀନ ମାନେ କେବେ ବି ଲାଭ କରିପାରିବେ ନାହିଁ। ସେଥିପାଇଁ ବ୍ରହ୍ମବିଦ୍ ମାନେ ହିଁ ସେ ବ୍ରହ୍ମଙ୍କୁ ଅଚିରେ ପ୍ରାପ୍ତ କରିବା ପାଇଁ ସକ୍ଷମ ହୁଅନ୍ତି। ତେଣୁ ଏ କଥାକୁ ଆମେ ଗତ କ୍ଲାସରେ ଆଲୋଚନା କରିଥିଲୁ ଯେ ବ୍ରହ୍ମାନନ୍ଦକୁ ପ୍ରାପ୍ତ କରିବା ପାଇଁ ହେଲେ ଯେ ବ୍ରହ୍ମାନନ୍ଦ କ'ଣ, ସେ ବିଷୟରେ ସୁନ୍ଦର ଗୋଟେ ଅବତାରଣା ଉପନିଷଦର ଗୁରୁମାନେ ଦେଉଛନ୍ତି। ଯେ ଏଇ ଆନନ୍ଦ, ଖାଲି ଏଇ ଯେଉଁ ଆନନ୍ଦ ଆମେ ଜାଣୁ, ଯେତିକି ଆନନ୍ଦ ଜାଣୁ, ସେଇଟା ଯେ ଗୋଟେ ମାତ୍ର ୟୁନିଟ୍, କିନ୍ତୁ ତାଠାରୁ କେତେ 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 ଗୁଣ ଯେ ରହିଛି ଆନନ୍ଦ, ସେଇଟା ପ୍ରାପ୍ତ କରିବା ପାଇଁ ଖାଲି ଅଳ୍ପ ଟିକେ ତୁମ ଭିତର ଆବଶ୍ୟକ ହେଉଛି ଯେ ତୁମେ କାମନାକୁ ତୁମେ ଏଠି ଅନ୍ତର କର, ଯିଏ ତୁମକୁ ସେ ପରମ ଆଉ ସହିତ ତୁମକୁ ମିଳନ କରିବାରେ ଅନ୍ତରାୟ ସୃଷ୍ଟି କରୁଛି। ହେଲା, ତୁମେ ତାଙ୍କୁ କେମିତି ପରାସ୍ତ କରିପାରିବ ଏବଂ ବ୍ରହ୍ମଜ୍ଞାନର ଅଧିକାରୀ ହୋଇପାରିବ, ତାଦ୍ୱାରା ତୁମେ ସେଇ ଗନ୍ଧର୍ବ ସୁଖ ସବୁକିଛିକୁ ପ୍ରାପ୍ତ କରିପାରିବ। ଗୋଟେ କାହାଣୀ ପ୍ରାୟ ଅଛି, ଚିକାଗୋ ରାସ୍ତାରେ ବିବେକାନନ୍ଦ ଥରେ ଯାଉଛନ୍ତି। ସେତେବେଳେ ଜଣେ ସୈନିକ ସେ ଆମାଜନ ନଦୀ ଗୋଟେ ଇଏଟା ଭସେଇ ଦେଇଛନ୍ତି, ଗୋଟେ ବଲ୍ଟା ପକେଇ ଦେଇକିରି ତାକୁ ଗୁଳି ମାରୁଛନ୍ତି। ସେ ଢେଉରେ ନାଚୁଛି, ଆଉ ଇଏ ତାକୁ ଏମ୍ କରି ଗୁଳି ମାରୁଛନ୍ତି। ସେଇଠି ସେ ଗୁଳିଟା ବାଜୁନାହିଁ, ସେଇଠି କାହିଁକିନା ସେ ନାଚୁଛି ବଲ୍ଟା, ଆଉ ଗୁଳିଟା ବାଜୁନାହିଁ। ସେଇଠୁ ବିବେକାନନ୍ଦ ହସି ପକାଇଲେ। ସେଇଠି ସୈନିକ ତାଙ୍କୁ ଧରି ପକାଉଛି ଯେ ଆପଣ କ'ଣ ହସି ପକାଇଲେ, କ'ଣ ଆପଣ କ'ଣ ବଜେଇ ଦେବେ, ଆପଣ କ'ଣ ସାମର୍ଥ୍ୟଯୁକ୍ତ? ସେଇଠି ବିବେକାନନ୍ଦ କହିଲେ, ମୁଁ ତ କେବେ ବନ୍ଧୁକ ଧରିନି, ତଥାପି ହେବନି ବୋଲି କିଛି ଜିନିଷ ନାହିଁ, ନିଶ୍ଚିତ ହୋଇପାରିବ। ମୋତେ କ'ଣ କରିବାକୁ ହେବ କୁହ, ମୁଁ ନିଶ୍ଚିତ ବଜେଇ ଦେଇପାରିବି। ସେଇଠି ତାକୁ ସେ ବନ୍ଧୁକ ଧରିବା ପ୍ରଥମ ଶିଖେଇଛନ୍ତି। ଏ ସୈନିକ ସବୁଦିନ ବନ୍ଧୁକ ଧରେ, ସବୁଦିନ କିନ୍ତୁ ଗୁଳି ମାରେ, କିନ୍ତୁ ଆଜି ସେ ନାଚୁଛି କ୍ଷିପ୍ର ଗତିରେ ବଲ୍ଟା, ସେ ଗୁଳିଟା ବାଜୁନାହିଁ। ଆଉ ଇଏ ପ୍ରଥମ ଗୁଳି ଧରିଛନ୍ତି ଏବଂ ବନ୍ଧୁକ ମାଇଲେ ଏବଂ ସେ ବଲ୍ଟାକୁ ବଜେଇ ଦେଲେ। ସେଇଠି ସେ ସୈନିକ ପଚାରୁଛି, ଆପଣ କେମିତି କରିପାରିଲେ? ଆପଣଙ୍କୁ ତ ଏଇ ବର୍ତ୍ତମାନ ମୁଁ ବନ୍ଧୁକ ଶିଖେଇଲି, ଆପଣ ସାଙ୍ଗେ ସାଙ୍ଗେ ଆଉ ଥରେ ମାରି ଦେଖାନ୍ତୁ, କହିଲେ ଯେତେ ଥର ମାରିବି ମୁଁ ନିଶ୍ଚିତ ବାଜିପାରିବ। ନା ଏଇଠି ଇଏ ଉପାୟଟା କ'ଣ?
ଆମର ଏତେ ଥର ପ୍ରାକ୍ଟିସ୍ କଲା ସତ୍ତ୍ୱେ ବି ପାରୁନେ, ଆପଣ ଏକାଥରେ ପ୍ରାପ୍ତ ପାଇଲେ କେମିତି କେମିତି କରିପାରିଲେ? ସେଠି ସେ କହୁଛନ୍ତି, ଦେଖ ମୁଁ ଯେତେବେଳେ ବନ୍ଧୁକ ମାରିବାକୁ ଯାଉଛି ମୋତେ ଆଉ ଜଳ ଦେଖାଯାଉନି, ମୋତେ କେବଳ ବଲ୍ ଦେଖାଯାଉଛି। ମୁଁ ତା'ର ନୃତ୍ୟ ଦେଖିପାରୁନାହିଁ, ବଲ୍ର ନୃତ୍ୟ ଦେଖିପାରୁନି, କେବଳ ବଲ୍କୁ ମୁଁ ଦେଖିପାରୁଛି। ଏଇଟା ଗୋଟେ ପ୍ରକାର କନସେନ୍ଟ୍ରେସନ୍, ଏଇଟା ଗୋଟେ ପ୍ରକାର ମାନେ ଏତେ ସଂକେନ୍ଦ୍ରିତ, ମୁଁ ବଲ୍ ଆଉ ମୁଁ ଏକାତ୍ମ ହେଇଯାଇଛୁ। ସେତେବେଳେ ମୁଁ ବଲ୍ଟା ଯେମିତି ମୋ ହାତ ମୁଠାରେ ଅଛି, ମୁଁ ଆରାମ ସେ ବଲ୍ଟିକୁ ମାରି ଦେଇପାରିଲି। କିନ୍ତୁ ଆପଣ କ'ଣ କରୁଛନ୍ତି? ଆପଣ ଖାଲି ବଲ୍ ତ ଦେଖୁନାହାନ୍ତି, ବଲ୍ର ପାର୍ଶ୍ୱବର୍ତ୍ତୀ ଅନେକ ଜିନିଷକୁ ଦେଖୁଛନ୍ତି। ପବନକୁ ଦେଖୁଛନ୍ତି, ଜଳର ଢେଉକୁ ଦେଖୁଛନ୍ତି, ତା ନୃତ୍ୟକୁ ଦେଖୁଛନ୍ତି। ଏସବୁ କଥା ଆପଣଙ୍କ ମାନସିକ ସଂକେନ୍ଦ୍ରିତତାକୁ ବା ଏକାଗ୍ରତାକୁ ବିଭ୍ରଷ୍ଟ କରିଦେଉଛି। ତେଣୁ ନା ସେଇଥିପାଇଁ ଯେଉଁମାନେ ସାଧୁ, ସେମାନେ ପ୍ରକୃତରେ କେତେ କନସେନ୍ଟ୍ରେଟ୍, କେତେ ସ୍ଥିର, କେତେ ସ୍ଥିତପ୍ରଜ୍ଞ। ସେଥିପାଇଁ ତାକୁ ଅଭ୍ୟାସ କରି କରି ମଣିଷ ସେଇ ସ୍ଥିତିରେ ମଧ୍ୟ ଯେତେବେଳେ ପହଞ୍ଚେ, ସେତେବେଳେ ତା ଭିତରୁ କାମନା ଅନ୍ତର ହେଇଯାଏ। ତେଣୁ ଏହି ସଂସାର ଯୁଦ୍ଧ ଭିତରେ ତାକୁ ଏକ ସାଧନାପୂର୍ଣ୍ଣ ଜୀବନ ବଞ୍ଚିବାକୁ ସେଇଠି ସୁନ୍ଦର ଭାବରେ ଅବତାରଣ କରୁଛନ୍ତି। ଆଜି ଉପନିଷଦର ଅଧିକ ଶ୍ଲୋକ ପଢ଼ିବାନି। ଯାହା ଆମେ ପଢ଼ିଥିଲୁ ଯେ ଏତିକି ପର୍ଯ୍ୟନ୍ତ, ଯେ ଗନ୍ଧର୍ବ ଆନନ୍ଦ ପର୍ଯ୍ୟନ୍ତ, ସେତିକି ଆଜି ଆଲୋଚନା କରିବା ନା ଆଉ କିଛି ପଢ଼ିବା? ରବ ଭାଇ, ଏବେ ଆଲୋଚନା ଆରମ୍ଭ କରାଯାଉ। ରବ ଭାଇ ଆଲୋଚନା ଆରମ୍ଭ କରନ୍ତୁ। ରବି ଭାଇ ପ୍ରାୟ ନାହାନ୍ତି, ବିନୋଦ ଭାଇ ଆଲୋଚନା ଆରମ୍ଭ କରନ୍ତୁ। ଭାଇ ନମସ୍କାର। ନମସ୍କାର। ଯେଉଁ ପ୍ରଥମ ମନୁଷ୍ୟର ଯୋଉଟା ୟୁନିଟ୍ କୁ ଆଗେ ବୁଝିବାର ଅଛି, ଯୋଉଟା ମନୁଷ୍ୟ ଆନନ୍ଦ, ତାପରେ ମନୁଷ୍ୟ ଗନ୍ଧର୍ବ। ଏଇ କଥା ଟିକେ ଆଗେ ଆମର ଯୋଉ କଣ୍ଡିସନ ଦରକାର ଅଛି ସେଇଟାକୁ ବୁଝିବାକୁ ଅଛି। ଯେ ଏଠି ଉପନିଷଦୀୟ ଗୁରୁ ଯୋଉ କଣ୍ଡିସନ ଦୁଇଟା ଦଉଛନ୍ତି ପ୍ରତି କ୍ଷେତ୍ରରେ, ଏବଂ ସେଇଟା ପ୍ରତି କ୍ଷେତ୍ରରେ ରିପିଟ୍ କରୁଛି। ଗୋଟେ ହଉଛି ଶ୍ରୋତ୍ରୟ, ମାନେ ସିଏ ବେଦ ଅଧ୍ୟୟନ କରୁଥିବେ ବା ବୈଦିକ ଅନୁସନ୍ଧିତ୍ସା ଥିବ, ଜାଣିବାକୁ ଆଗ୍ରହ ଥିବ ଏବଂ ତାକୁ ଅଧ୍ୟୟନ କରୁଥିବେ, ଜ୍ଞାନ ବିଷୟରେ ଜାଣିବାକୁ ପ୍ରଚେଷ୍ଟା ଥିବ, ଇଏ ଗୋଟେ। ସେକେଣ୍ଡ କଣ୍ଡିସନ ହେଲା, ସିଏ ହଉଛନ୍ତି ବେଦର ଯୋଉ ଇଞ୍ଜେକ୍ସନ ଗୁଡିକ ଅଛି, ଯୋଉ ନୀତି ନିୟମ, ତାକୁ ମାନିବା ଦରକାର। ତେଣୁ ସିଏ ପାପ ଶୂନ୍ୟ ହବା ଦରକାର। ତୃତୀୟ ହଉଛି ଅକାମ, ଡିଜାୟାରଲେସ୍ ହବା ଦରକାର। এই ତିନୋଟି କଣ୍ଡିସନ ହେଲେ ଯାଇକିରି ସେ ଆନନ୍ଦକୁ ଅନୁଭୂତ ହବ। ଇଏ ପ୍ରତ୍ୟେକ ସେଇ ଯୋଉ ବର୍ଣ୍ଣନା ଦେଇଛନ୍ତି ସବୁ କ୍ଷେତ୍ରରେ, ଏଇ ଯୋଉ 11ଟି ମାନେ 12ଟି ଷ୍ଟେଜ କହିଛନ୍ତି। ଏବଂ ସେଇଠି ଆଉ ପ୍ରଥମ ଯୋଉ ୟୁନିଟ ଟାକୁ କଥା ବର୍ଣ୍ଣନା କଲା ବେଳେ ସେ କହିଲେ ଯେ ସେଇ ବ୍ୟକ୍ତି କଣ ହେଇଥିବ ଆଗେ, ଏଇ ମାନବୀୟ ଯୋଉ ସୁଖ ବା ଆନନ୍ଦ ଯୋଉଟାକୁ ପାଉଛି ସିଏ, ସେଥିପାଇଁ ପ୍ରଥମେ ସିଏ କଣ୍ଡିସନ ହେଲା ସିଏ ଗୋଟେ ଯୁବକ ହେଇଥିବ, ଯୁବା ହେଇଥିବ, ଅର୍ଥାତ୍ ଇନ୍ ଦ ଷ୍ଟେଜ ଅଫ୍ ଗ୍ରୋଇଂ ସିଏ ୟଙ୍ଗ ହେଇଥିବା ଦରକାର, ଯୁବା, ଏବଂ ଭଲ ହେଇଥିବା ଦରକାର, ଗୁଡ୍ ୟୁଥ୍, ଯୁବା, ସେ ଆଉ ଗୁଡ୍ ହେଇଥିବ, ଭଲ ହେଇଥିବ। ତା ସହିତ ସିଏ ନିଜ ଉପରେ ସଂଯମ, ୱେଲ୍ ଡିସିପ୍ଲିନ୍ଡ ହେଇଥିବା ଦରକାର, ନିଜ ଉପରେ ସଂଯମ ଆଚରଣ କରିପାରୁଥିବ। ଲାଣେ, ପ୍ରଥମେ ୟଙ୍ଗ, ତାପରେ ଗୁଡ୍, ତାପରେ ସେ ଲାଣେଡ, ତାପରେ ନିଜ ଉପରେ ସେଲ୍ଫ ଡିସିପ୍ଲିନ,
ସର୍ବୋପରି ଗୋଟେ ଏକ୍ସିଲେଣ୍ଟ ହେଲ୍ଥ ମେଣ୍ଟେନ୍ କରୁଥିବ ସିଏ। ହେଲ୍ଥ ଖାଲି ଶାରୀରିକ ନୁହେଁ, ଶାରୀରିକ, ପ୍ରାଣିକ ଏବଂ ମାନସିକ ସବୁ ହେଲ୍ଥ। ହେଲ୍ଥ କ'ଣ ନା ଇଟ୍ ଇଜ୍ ଏ ୱେଲ୍ ବିଙ୍ଗ ଏବଂ କୋଅର୍ଡିନେଟେଡ୍ ଏଫେକ୍ଟ ଅଫ୍ ବଡି ମାଇଣ୍ଡ ଭିତରେ। ଖାଲି ବଡି ମାଇଣ୍ଡ ନୁହେଁ, ସ୍ପିରିଚୁଆଲିଟି ବୋଲି ଅନ୍ୟ ଜାଗାରେ ବି ଯୋଗ ଶାସ୍ତ୍ରରେ କହୁଛନ୍ତି। ସବୁ ଭିତରେ ଗୋଟେ ସମତୁଲତା ରହିଥିବ। ଏଇଭଳି ଅବସ୍ଥାରେ ତାମାନେ ବୋଥ ଫିଜିକାଲି ମେଣ୍ଟାଲି ସିଏ ହେଲ୍ଥରେ ଥିବ ଏବଂ ସେତେବେଳେ ଯେତେବେଳେ ସମଗ୍ର ବିଶ୍ୱର ସବୁ ୱେଲ୍ଥ ତାକୁ ଦିଆଯିବ ସିଏ ଏନ୍ଜୟ କରିପାରୁଥିବ। ତାମାନେ ମୋର ଇନ୍ଦ୍ରିୟ ଯଦି ସମୃଦ୍ଧ ହେଇନଥିବ, ଠିକ ରିଏକ୍ସନ ମାନେ ଆକ୍ସନରେ ରିଏକ୍ସନ କରିପାରୁନଥିବ, ତାହେଲେ ତାର ଏଇ ଯୋଉ ଇନ୍ଦ୍ରିୟାନୁଭୂତି ମଧ୍ୟ ବହୁତ ବିକୃତ ହେଇଯିବ। ସେଇଥିପାଇଁ ଆଗେ ସେ କହୁଛନ୍ତି ଏଗୁଡିକ ସବୁ ତାର ଯୋଉ ବୋଥ ସେନ୍ସ ଅର୍ଗାନ, ପରସେପ୍ଟିଭ ସେନ୍ସ ଅର୍ଗାନ ଆଉ ଆକ୍ଟିଭ ଯୋଉଟା ଜ୍ଞାନେନ୍ଦ୍ରିୟ ଏବଂ କର୍ମେନ୍ଦ୍ରିୟ ବୋଥ ତାର ପରଫେକ୍ଟ ହେଇଥିବା ଦରକାର। ସେତେବେଳେ ଯାଇକିରି ଆମକୁ ଯଦି ସେଇ ବିଶ୍ୱର ସବୁ କିଛି ଆନନ୍ଦ ୱେଲ୍ଥ ତାକୁ ମିଳିବ, ସେ ତାକୁ ଉପଭୋଗ କରିପାରିବ। ଉପଭୋଗରେ ସେ ଯେଉଁ ଆନନ୍ଦ ପାଇବ, ଏଇ ସବୁ କଣ୍ଡିସନ ଥାଇକିରି ତାକୁ ଯେତେବେଳେ ଜଗତର ସବୁ ସୁଖ ଦିଆଯିବ, ସେତେବେଳେ ସେ ଯେଉଁ ସୁଖ ପାଇବ, ସେଇ ସୁଖଟାକୁ କହୁଛନ୍ତି ଗୋଟେ ହ୍ୟୁମାନ୍ ୟୁନିଟ ବୋଲି। ଭାଇ ଯେଉଁ କହିଲେ ଗୋଟେ ସେଇ ଆନନ୍ଦର ଗୋଟିଏ ୟୁନିଟ ବୋଲି କୁହାଯିବ। ଏଇଟା ଆଗେ ବୁଝିଲେ ଯାଇକିରି ପ୍ରଥମ ଯୋଉଟା ସହିତ ମେଜରମେଣ୍ଟ, ଯେମିତି ଆମେ ମେଜରମେଣ୍ଟ କଲାବେଳେ ଯୋଉ ୟୁନିଟ ସବୁ ଅଛି, ସେ ମିଟର ହଉ, ଲେନ୍ଥର ମପା ଯାଉ, ଓଜନ ମପା ଯାଉ, ତାର ଯୋଉ ୟୁନିଟ ହ୍ୱାଟ ଇଜ ଗ୍ରାମ, ସେଟା ନ ଡିଫାଇନ ହେଲା ପର୍ଯ୍ୟନ୍ତ ତାପରେ ଯେତେ 5 କିଲୋ 10 କିଲୋ ଯାହା କହିଲେ ବି ସେଟା କିଛି ବୁଝିବନି। ହ୍ୱାଟ କିଲୋଟା ଯଦି ଆମେ ନ ବୁଝିଛେ, ତେଣୁ ଅନ୍ୟ ଗୁଡିକ ଜାଣିବାଟା ମଧ୍ୟ କଷ୍ଟସାଧ୍ୟ। ତେଣୁ ମୁଁ ଯଦି ମେଣ୍ଟାଲି ଗୋଟେ ଏଇ ବ୍ରହ୍ମାନନ୍ଦକୁ ଗୋଟେ କନସେପ୍ଟ କରିବା, ନିଜେ କନସେପ୍ଟରେ ଆଣିବା ପାଇଁ ଯେଉଁ ଋଷି ପ୍ରୟାସ କରିଛନ୍ତି, ଷ୍ଟେଜ ବାଇ ଷ୍ଟେଜ ଦେଇଛନ୍ତି, ପ୍ରଥମ ସେଇ ଯେଉଁ ୟୁନିଟଟିକୁ ଆମେ ସମସ୍ତେ ନିଜେ ଆଗେ ଅନୁଭବ କରିବା, ତାପରେ ଅନ୍ୟ ଗୁଡିକ କଣ ହେଇଥିବ କଳନା କରିବା। ଏତିକି ଭାଇ। ଧନ୍ୟବାଦ ଭାଇ। ନିଶ୍ଚିତ ଯେ ପ୍ରକୃତରେ ସେ ଏକ ଯଦି ନଥିବ, ଯେମିତି ତା ପାଖରେ ଯେତେ ଶୂନ ବସିଲେ କିଛି ଲାଭ ନାହିଁ। ସେଇ ଏକ ଅର୍ଥାତ୍ ଜଡ଼ଗତ ବା ମାନବୀୟ ଯେଉଁ ସୁଖ, ସେଇଟା ବି ମଧ୍ୟ ସେ ବ୍ରହ୍ମାନନ୍ଦଙ୍କର ସୁଖ ଏବଂ ସେଇଟା ଅଛି ଯେ ଗୋଟେ ଲିମିଟେଡ଼ ସୁଖ। କିନ୍ତୁ ସେ ଲିମିଟେଡ଼ ସୁଖର ଗୋଟେ ମୂଳ ଭିତ୍ତି ରହିଛି, ଆଉ ସେଇଟା ହେଉଛି ସୋର୍ସ। ସେଇଟା ହେଉଛି ସେ ସୋର୍ସ ହେଉଛି ବ୍ରହ୍ମ, କିନ୍ତୁ ସେଇଟା ହେଉଛି ଦ ବେସ୍। ଆଉ ବେସ୍ଟା ସେ ସୁନ୍ଦର ଭାବରେ ସେ କହିଛନ୍ତି, ସେ ଯୁବକ ହେଇଥିବ ଯାହା ଆଲୋଚନା କଲେ, ଯୁବ ସୁଲଭ ସମସ୍ତ ସାମର୍ଥ୍ୟ ତା ପାଖରେ ଥିବ ଏବଂ ସେ ନିଜକୁ ଆତ୍ମନିୟନ୍ତ୍ରଣ କରିପାରୁଥିବ, ସ୍ଥିତପ୍ରଜ୍ଞ ଥିବ, ସେ ଜୀବନ ଲକ୍ଷ୍ୟକୁ ବୁଝିଥିବ, ଆଉ ସେଇ ଦିଗରେ ତା'ର ଯାତ୍ରାଟି ସମ୍ପୂର୍ଣ୍ଣ ଭାବରେ ରହିଥିବ। ସେ ଆଶିଷ୍ଠ ବଳିଷ୍ଠ ସାଧୁ ଏମିତି ସବୁ ହେଇଥିବ। ତାହା ସହିତ ଏ ସମସ୍ତ ପାର୍ଥିବ ଯେତେ ପ୍ରକାର ବସ୍ତୁ ଭୋଗବସ୍ତୁ ରହିଛି ତାକୁ ପ୍ରାପ୍ତ ସେ କରିପାରିଥିବ। ଏଇଟା ଗୋଟେ ୟୁନିଟ୍। ୟା ସହିତ ଆଉ ଯାହା ଯାହା ଆସି ପହଞ୍ଚିବ, ଇଏ ହେଉଛି ଏଇଟା ହେଉଛି ବ୍ରହ୍ମଙ୍କର ମଧ୍ୟ ସୋର୍ସ। ଶଙ୍କରାଚାର୍ଯ୍ୟ କହୁଛନ୍ତି ଯେ ମାନେ ଇଭେନ୍ ଆୱାର ମେଟେରିଆଲ ଏନ୍ଜୟମେଣ୍ଟ ଫ୍ରମ୍ ଗୁଡ୍ ଫୁଡ୍, ଗୁଡ୍ କ୍ଲଥ୍, ଗୁଡ୍ ପଲିଟିକାଲ ପାୱାର ଏଟସେଟ୍ରା କାମ୍ସ ଫ୍ରମ୍ ୱାନ୍ ସୋର୍ସ, ଦ୍ୟାଟ୍ ଇଜ୍ ବ୍ରହ୍ମନ୍। ଏସବୁ କିଛି ତାଙ୍କ ପାଖରୁ ଆସେ। ଇଟ୍ ଇଜ୍ ଓନ୍ଲି ଦ ସ୍ମଲ୍ ପାର୍ଟ ଅଫ୍ ଦି ବ୍ରହ୍ମାନନ୍ଦ। ସେଇଟା ବ୍ରହ୍ମାନନ୍ଦଙ୍କର ଗୋଟେ ଛୋଟ ପାର୍ଟ ଏବଂ ସେ ଛୋଟ ପାର୍ଟକୁ ସେ ପ୍ରାପ୍ତ କରିବା ପାଇଁ ସମସ୍ତ କିଛି ସାମର୍ଥ୍ୟ ରହିଥିବ। ଏବଂ ସେ ସୁନ୍ଦର ଭାବରେ ଲେଖିଛନ୍ତି, ହି କମ୍ପେୟାର୍ସ ଆୱାର ମେଟେରିଆଲ ଏନ୍ଜୟମେଣ୍ଟ ଟୁ ଲିଟିଲ୍ ଡ୍ରପ୍ ଅଫ୍ ୱାଟର ଦ୍ୟାଟ୍ ଆର୍ ସ୍କାଟର୍ଡ। ଆଉ ବ୍ରହ୍ମାନନ୍ଦ ସେଇ ଗୋଟେ ଛୋଟ ଡ୍ରପ୍ ଏବଂ ସେଇ ମାନବୀୟ ଆନନ୍ଦ ହେଉଛି ଛୋଟ ଡ୍ରପ୍। ବ୍ରହ୍ମାନନ୍ଦ ହେଉଛି ସମୁଦ୍ର ତୁଲ୍ୟ ପାଣି।
ତେଣୁ ସେଇ ପାଣି ଏବଂ ସମୁଦ୍ର ତୁଲ୍ୟ ପାଣି ୟାକୁ ପ୍ରାପ୍ତ କରିବା ପାଇଁ ମଣିଷ ହେଲେ ପାଇଁ ସେଇ ଯେଉଁ ଯୁବ ସୁଲଭ ହୋଇଥିବ ଏବଂ ସମସ୍ତ ପ୍ରକାର ସାମର୍ଥ୍ୟ ଥିବ, କିନ୍ତୁ ଆଉ ଗୋଟେ ସୁନ୍ଦର ଭାବରେ କହୁଛନ୍ତି ତା ସହିତ କାମନା ଉପରେ ବିଜୟ ଲାଭ କରିଥିବ ଏବଂ ବ୍ରହ୍ମଜ୍ଞାନର ଅଧିକାରୀ ହୋଇଥିବ। ତାଦ୍ୱାରା ସେଇ ବ୍ରହ୍ମଜ୍ଞାନ ତାକୁ ଗୋଟେ 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 ପରମଙ୍କ କରୁଣାରୁ ମିଳିଯାଉଥିବ ଏବଂ ତାକୁ ସେ ଉପଭୋଗ କରୁଥିବ, ଆନନ୍ଦ ଉପଭୋଗ କରୁଥିବ। ଶ୍ରୀନୁ ତା ପୂର୍ବରୁ କହିଛନ୍ତି ତାହେଲେ କ'ଣ ସାଧାରଣ ଜୀବନରୁ ସାଙ୍ଗେ ସାଙ୍ଗେ ତାର ପରିବର୍ତ୍ତନ ଘଟିଯିବ? ତାର ଅନ୍ତଃ ପରିବର୍ତ୍ତନ ଘଟିଯିବ। ସେ ସାଧାରଣର ଜୀବନରେ ସେ ଖେଳୁଥିବ ବୁଲୁଥିବ, କିନ୍ତୁ ଭିତରେ ଭିତରେ ତା ଭିତରେ ଗୋଟେ ଆନନ୍ଦର ଗୋଟେ ଫୁଆରା, ଆନନ୍ଦର ଗୋଟେ ଉଜାଣି ତା ଭିତରେ ସୃଷ୍ଟି ହେଇ ଚାଲିଥିବ। ସେ ହିଁ କେବଳ ଅନୁଭବ କରୁଥିବ। ଏଇ କଥାକୁ ନେଇ ଆଲୋଚନା କରିବା, ଆଉ ସେଥିପାଇଁ ସମସ୍ତେ ଟିକେ ଟିକେ ଏଇ କଥା ସହିତ ଟିକେ ସଂଶ୍ଳିଷ୍ଟ ହୋଇକି ଆଲୋଚନା କଲେ ଭଲ ଲାଗିବ। ଆଲୋକ ଭାଇ କିଛି କହିବେ?